हेलो फ्रेंड्स वेलकम बैक टू माय चैनल ग्रोथ हट साଙ୍ଗମାନେ ମୁଁ ଆଜି ଆପଣମାନଙ୍କ ପାଇଁ ଏମିତି ଗୋଟେ ଆପ୍ ନେଇକି ଆସିଛି ଯେଉଁ ଆପକୁ ଆପଣ ବ୍ୟବହାର କରି ବହୁତ ସାରା ଇନକମ୍ କରିପାରିବେ ଠିକ୍ ଅଛି। ତ ସେଥିପାଇଁ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖି ନିଅନ୍ତୁ ନହେଲେ ଟିକେ ଭୁଲ ହେଇଗଲେ ଆପଣ ଇନକମ୍ କରିପାରିବେ ନାହିଁ। ତ ସାଙ୍ଗମାନେ ଆଉ ଗୋଟେ ଇମ୍ପୋର୍ଟାଣ୍ଟ କଥା ହେଉଛି ଆପଣ ଯଦି ଆମ ଚ୍ୟାନେଲରେ ନୂଆ ଅଛନ୍ତି ତ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ ଯାହାଦ୍ୱାରା ଆମର ଆସୁଥିବା ପ୍ରତ୍ୟେକଟି ଭିଡ଼ିଓ ଆପଣଙ୍କର ପ୍ରଥମେ ପହଞ୍ଚିବ ଆଉ ଆପଣ ଦେଖିକି ତାର ଫାଇଦା ଉଠାଇ ପାରିବେ ଠିକ୍ ଅଛି। ତ ଚାଲନ୍ତୁ ଫଟାଫଟ ଭିଡ଼ିଓଟିକୁ ଷ୍ଟାର୍ଟ କରିନେବା। ତ ସାଙ୍ଗମାନେ ମୁଁ ଆଜି ଯେଉଁ ଆପ୍ ବିଷୟରେ କହିବାକୁ ଚାହୁଁଛି ଆପଣଙ୍କୁ ସେ ଆପ୍ରେ ଆପଣ କେମିତି ଇନକମ୍ କରିବେ ସେଇଟା ମୁଁ ଆପଣଙ୍କୁ ଏବେ କହୁଛି। ତ ସେଇ ଆପ୍ରେ ଆପଣ କ'ଣ କରିବେ ରେଫର କରିକି ଇନକମ୍ କରିପାରିବେ ଠିକ୍ ଅଛି। ତ ଗୋଟେ ରେଫରରେ ଆଜ୍ଞା ଆପଣଙ୍କୁ କେତେ ଟଙ୍କା ମିଳୁଛି ନା 500 ଟଙ୍କା ମିଳୁଛି। ତ 500 ଟଙ୍କା ଆପଣ ହିସାବ କରୁଛନ୍ତି 10ଟା ଯଦି ରେଫର କରୁଛନ୍ତି ନା ତ ଆପଣଙ୍କୁ ଏଠି 5000 ହେଇଯାଉଛି। ତ ଆପଣ ତା ମାନେ ନୁହେଁ ଯେ ଆପଣ ସେ 10ଟା ହିଁ ରେଫର କରିପାରିବେ ତ ଆପଣ ଅଧିକା ବି ରେଫର କରିପାରିବେ। ତ ମାସକୁ 5ଟା ନା 10ଟା ରେଫର କରିବା ପାଇଁ ଦେଉଛି ତ ଆପଣ ସେଇଟା ପ୍ରତ୍ୟେକ ମାସ ଆପଣ ଇନକମ୍ ଜେନେରେଟ୍ କରିପାରିବେ ବହୁତ ସାରା। ହଁ ଏମିତି ବି ଗୋଟେ ଲକି ଆକାଉଣ୍ଟ ରହୁଛି ଯେଉଁଥିରେ କି ଆପଣଙ୍କୁ 750 ଟଙ୍କା କି 1000 ଟଙ୍କାର ଅଫର ଦେଖିବାକୁ ମିଳିଯାଉଛି ଯଦି ଆପଣ ସେଠି ବି 10ଟା ରେଫର କରୁଛନ୍ତି ମାସକୁ ତ ଆପଣ ସେ ଅନୁସାରେ ଇନକମ୍ ଜେନେରେଟ୍ ହେଇଯାଉଛି। ତ ସାଙ୍ଗମାନେ ମୁଁ ଆପଣଙ୍କୁ ଯେଉଁ ଆପ୍ ବିଷୟରେ କହିବାକୁ ଚାହୁଁଛି ସେ ଆପ୍ର ନାଁ ହେଉଛି ଏଞ୍ଜେଲ ୱାନ୍ ଠିକ୍ ଅଛି। ଆପଣମାନେ ଏଞ୍ଜେଲ ୱାନ୍ରେ ରେଫର କରି ବହୁତ ସାରା ଇନକମ୍ କରିପାରିବେ। ତ ଆପଣ ରେଫର କରିବା ପାଇଁ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ନା ରେଫର କରିବା ପାଇଁ ପ୍ରଥମେ ତ ଆପଣ ଗୋଟେ ଏଞ୍ଜେଲ ୱାନ୍ର ଗୋଟେ ଆକାଉଣ୍ଟ କ୍ରିଏଟ୍ କରିବାକୁ ପଡ଼ିବ। ତ କ୍ରିଏଟ୍ କେମିତି କରିବେ ନା ଏଇ ଭିଡ଼ିଓ ଡେସ୍କ୍ରିପସନରେ ମୁଁ ତାର ଲିଙ୍କ୍ ଦେଇଦେବି। ସେ ଲିଙ୍କ୍ ଉପରେ ଆପଣ କ୍ଲିକ୍ କରିବେ କ୍ଲିକ୍ କଲେ ସେ କ'ଣ କରିବ ଆପଣଙ୍କୁ ଡାଇରେକ୍ଟ ପ୍ଲେ ଷ୍ଟୋରକୁ ରିଡାଇରେକ୍ଟ କରିଦେବ ଠିକ୍ ଅଛି। ରିଡାଇରେକ୍ଟ କରିଦେଲେ ଆପଣ ଏଠି କ'ଣ କରିବେ ପ୍ଲେ ଷ୍ଟୋରରେ ଆପ୍ଟାକୁ ଇନଷ୍ଟଲ୍ କରିନେବେ। ଇନଷ୍ଟଲ୍ କରିସାରିଲା ପରେ ଆପଣ ଏଠି KYC କମ୍ପ୍ଲିଟ୍ କରିକି ଆକାଉଣ୍ଟଟାକୁ କ୍ରିଏଟ୍ କରିନେବେ। କ୍ରିଏଟ୍ କଲା ପରେ ଆପଣଙ୍କୁ ସେଟା କିଛି ଘଣ୍ଟା ଭିତରେ ଆପଣଙ୍କର ଆଇଡି ପାସୱାର୍ଡ଼ ଆପଣଙ୍କ ଥିବା ଜିମେଲରେ ପଳେଇ ଆସିବ। ତ ଆପଣ ଆସିଲା ପରେ ଆପଣ ଲଗଇନ୍ ଉପରେ କ୍ଲିକ୍ କରିକି ଆଇଡି ପାସୱାର୍ଡ଼ ଦେଇକି କ'ଣ କରିବେ ନା ଲଗଇନ୍ କରିଦେବେ। ତ ଲଗଇନ୍ କରିସାରିଲା ପରେ କ'ଣ କରିବେ ଆର୍ନ ଗୋଟେ ସେକ୍ସନ୍ ଶୋ କରିବ ଠିକ୍ ଅଛି। ତ ଏଠି ଆପଣଙ୍କୁ ୟା ପରେ କ'ଣ କରିବେ ନା କ୍ଲିକ୍ କରିଦେବେ। କ୍ଲିକ୍ କଲା ପରେ ତାପରେ ଆପଣଙ୍କୁ ରେଫରେନ୍ସ ଆର୍ନ ଡିଟେଲ୍ସ ଆପଣଙ୍କୁ ଶୋ କରିବ। ତ ଦେଖନ୍ତୁ ମୋର ଏଠି ଶୋ କରୁଛି ମୁଁ ଯଦି ରେଫର କରୁଛି ଏଠି କାହାକୁ ମୋ ଫ୍ରେଣ୍ଡକୁ ଯାହାକୁ ବି ରେଫର କରୁଛି ମୋତେ କ'ଣ ମିଳିବ ନା 500 ଟଙ୍କାର ଗୋଟେ ଭାଉଚର ମିଳିବ। ତ ଏଠି ଗୋଟେ ଇମ୍ପୋର୍ଟାଣ୍ଟ କଥା ହେଉଛି ଆପଣଙ୍କୁ ଏଠି ଡାଇରେକ୍ଟଲି ଟଙ୍କା ମିଳିବନି 500 ଟଙ୍କା ଠିକ୍ ଅଛି। ଆପଣଙ୍କୁ ଏଠି 500 ଟଙ୍କାର ଗୋଟେ ଭାଉଚର ମିଳିବ ଯେଉଁଟାକି ଆପଣ ଫ୍ଲିପକାର୍ଟ ହଉ ଆମାଜନ ହଉ ମିନ୍ତ୍ରା ହଉ ତ ଆପଣ ଏଠି ନେଇପାରିବେ ଠିକ୍ ଅଛି। ତ ଆପଣ ଏଠି ଇନଭାଇଟ୍ କେମିତି କରିବେ ରେଫର କେମିତି କରିବେ ପ୍ରଥମେ କ'ଣ କରିବେ ନା ଆପଣଙ୍କୁ ଏଟାକୁ ସେୟାର କରିବାକୁ ପଡ଼ିବ ହ୍ୱାଟ୍ସଆପ୍ ଥ୍ରୋରେ ହଉ କିମ୍ବା ଲିଙ୍କକୁ କପି କରିକି ଆପଣ ସେୟାର କରିବେ। ସେୟାର କଲା ପରେ କ'ଣ ହେବ ନା ଆପଣଙ୍କ ଫ୍ରେଣ୍ଡ ଆପଣଙ୍କ ଲିଙ୍କରେ କ୍ଲିକ୍ କରିକି ଆପ୍କୁ ଇନଷ୍ଟଲ୍ କରିବ। ତାପରେ ଆକାଉଣ୍ଟକୁ KYC କମ୍ପ୍ଲିଟ୍ କରିକି ଆକାଉଣ୍ଟକୁ ଓପନ୍ କରିନେବ। ଓପନ୍ କଲା ପରେ ତାପରେ କ'ଣ ହେବ ନା ଆପଣଙ୍କୁ 2ରୁ 7 ଦିନ ଭିତରେ ଆପଣଙ୍କ ଭାଉଚରଟା ଆପଣଙ୍କୁ ମିଳିଯିବ ଠିକ୍ ଅଛି। ତ ଆଉ ଗୋଟେ ଇମ୍ପୋର୍ଟାଣ୍ଟ କଥା ହେଉଛି ସବୁଠାରୁ ଆପଣ ଦେଖନ୍ତୁ ଆପଣ ଜଣକୁ ପ୍ରଥମେ ରେଫର କଲେ ସେଇ ରେଫର ଲିଙ୍କ ଯଦି ଆପଣ ଆଉ ଜଣଙ୍କୁ ସେଣ୍ଡ କରୁଛନ୍ତି ସିଏ ଯଦି ସେଇ ଲିଙ୍କରେ କ'ଣ କହୁଛି ନା କ୍ଲିକ୍ କରିକି ଆକାଉଣ୍ଟ କ୍ରିଏଟ୍ କରିନେଉଛି ତ ଆପଣ ଏଠି ରିୱାର୍ଡ଼ ମିଳିବ ନାହିଁ। ତ ଆପଣ କ'ଣ କରିବେ ସବୁବେଳେ କ'ଣ କରିବେ ଗୋଟେ ଇମ୍ପୋର୍ଟାଣ୍ଟ କଥା ଲେଖା ହେଇଛି ଏଠି ଅଫର ଆପ୍ଲିକେବୁଲ୍ ଓନ୍ଲି ଅନ୍ ନ୍ୟୁ ଲିଙ୍କ ଜେନେରେଟ୍ ଫ୍ରମ୍ ହିଅର୍। ତ ଆପଣ ଯାହାକୁ ବି ପଠେଇବେ ଏଠି ଲିଙ୍କ ପ୍ରଥମେ ଜେନେରେଟ୍ କରିବେ ସେଇ ଲିଙ୍କକୁ ପଠେଇବେ ଠିକ୍ ଅଛି। ତାପରେ ସେ କ'ଣ କରିବେ ନା ଆକାଉଣ୍ଟକୁ ଓପନ୍ କରିବେ ସେ ଲିଙ୍କକୁ ଯାଇକି ଯାହା ପ୍ରୋସିଡ଼ିଓର ଅଛି ଆପ୍କୁ ଇନଷ୍ଟଲ୍ କରିବେ ଲିଙ୍କରେ ଯାଇକି ତାପରେ KYC କମ୍ପ୍ଲିଟ୍ କରିକି ଆକାଉଣ୍ଟ ଓପନିଂ କଲେ ଆପଣଙ୍କୁ ରିୱାର୍ଡ଼ ମିଳିବ ଠିକ୍ ଅଛି। ଆପଣ ଯଦି ଗୋଟିଏ ଲିଙ୍କକୁ ସମସ୍ତଙ୍କୁ କ'ଣ କରିବେ ନା ସେୟାର କରୁଥିବେ ତ ଆପଣଙ୍କୁ ଏଠି ରିୱାର୍ଡ଼ ମିଳିବ ନାହିଁ। ତ ଏଇ କଥାକୁ ମନେ ରଖିବେ। ତାପରେ ଆଉ ଗୋଟେ କଥା ହେଉଛି ହଁ ଏଠି ମୁଁ ଯେଉଁ କହୁଥିଲି ପ୍ରୁଫ୍ ଦେଖେଇବି ବୋଲି ପ୍ରୁଫ୍ ଏଠି ଦେଖି ନିଅନ୍ତୁ। ମୁଁ ବି ଏଠି ବହୁତ ସାରା ଇନକମ୍ କରିଛି। ଏଠି ପାଖାପାଖି ମୁଁ 5250 ଟଙ୍କା ଇନକମ୍ କରିଛି ଠିକ୍ ଅଛି। ମୁଁ ଦେଖେଇ ଦେଉଛି ଏଇଟା ମୁଁ କେତେ ଟଙ୍କା ଇନକମ୍ କେତେ ଜଣଙ୍କୁ ରେଫର କରିଛି ଏଠି ଦେଖିପାରୁଥିବେ। ମୁଁ ଏଠି 8 ଜଣଙ୍କୁ ପାଖାପାଖି ରେଫର କରିଛି ଠିକ୍ ଅଛି। 8 ଜଣଙ୍କୁ ରେଫର କରିଛି। ତାପରେ ଦେଖନ୍ତୁ ପ୍ରତ୍ୟେକ ରେଫର ଭ୍ୟାଲୁ ଦେଖନ୍ତୁ ପ୍ରତ୍ୟେକ ରେଫର ଯେଉଁ ରିୱାର୍ଡ଼ ଅଛି ସବୁ ଅଲଗା ଅଲଗା ଯେହେତୁ 1000 ଟଙ୍କା ଅଛି ଏଠି 500 ଅଛି 500 ତ 750 ଏମିତି ସବୁ ରହିଛି ଠିକ୍ ଅଛି। ତ ଏଗୁଡ଼ା ବେଳେବେଳେ ଚେଞ୍ଜ ହୁଏ ଠିକ୍ ଅଛି। ତ ଆପଣଙ୍କୁ ଏମିତି ହେଇଥିବ କି ଆପଣ ଯଦି ଲକି ମୁଁ କହୁଥିଲି ଟିକେ ପ୍ରଥମରୁ ଯଦି ଆପଣ ଲକି ଆକାଉଣ୍ଟ ହେଉଥିବ ପ୍ରଥମରୁ 1000 ଟଙ୍କା 750 ଟଙ୍କା ଦେଇଦେବ ଠିକ୍ ଅଛି। ମୋର ଯେମିତି 1000 ଟଙ୍କା ଦେଇଥିଲା ସେମିତି ଆପଣଙ୍କର ଦେଇଦେବ ତ ଆପଣ କରିପାରିବେ। ଏଇଟା ବି ସବୁବେଳେ ପାଇଁ ଯେଉଁ ରହେ ଯେଉଁ ରିୱାର୍ଡ଼ଟା ସବୁବେଳେ ଚେଞ୍ଜ ହୁଏ ଠିକ୍ ଅଛି ନା। ଏଇ ଯେଉଁ ରିୱାର୍ଡ଼ଟା ରହେ 500 ଟଙ୍କା ଏଇଟା ସବୁବେଳେ 500 ଟଙ୍କା ହିଁ ରହେ ନା କେତେବେଳେ 750 କେତେବେଳେ 1000 ହେଇଯାଏ କେତେବେଳେ ଟିକେ କମିଯାଏ ଠିକ୍ ଅଛି। ତ ଏଇଟା ସବୁବେଳେ ଭେରି କରେ। ତାପରେ ଗୋଟେ କଥା ହେଉଛି ଆପଣ ଗୋଟେ ମନ୍ଥରେ କେତେ କ'ଣ କରିବେ ନା ରେଫର କରିପାରିବେ। ତ ଦେଖନ୍ତୁ ଏଇଠିକି ଗଲା ପରେ ରିୱାର୍ଡ଼ ରେଫରରେ ରିୱାର୍ଡ଼ସରେ ଗଲା ପରେ ଆପଣ କ'ଣ ଶୋ କରିବ ନା ଦେଖନ୍ତୁ ଏଇଠି କରେଣ୍ଟ ମନ୍ଥ ଜାନୁଆରୀରେ ଦେଖନ୍ତୁ ଲିମିଟ୍ ଦେଇଛି 5ଟା ମୋର 5ଟା ମାନେ ମୁଁ ଏଇ ମନ୍ଥରେ 5ଟା ରେଫର କରିପାରିବି ଠିକ୍ ଅଛି। ତ ସେଇଭଳିଆ ଆପଣଙ୍କ ମଧ୍ୟରେ ଗୋଟେ ଥିବ ଲିମିଟ୍ ତ ଆପଣ ସେଇ ଗୋଟେ ମାସରେ 2ଟା ରେଫର କରିପାରିବେ। ତ ଆପଣ ଏଇଟା ନୁହେଁ କି ଆପଣ ଏଇଟା ସବୁ ମାନେ ଏଇ ଆପ୍ରେ ହିଁ 5ଟା ରେଫର କରିବେ ନା
ଏଇ ଗୋଟେ ମନ୍ଥରେ ଆପଣ କ'ଣ କରିବେ ନା 5ଟା ରେଫର କରିପାରିବେ। ଠିକ୍ ଅଛି? ତ ଆପଣ ସେଇଭଳିଆ ପର୍ ମନ୍ଥରେ କ'ଣ କରିବେ 5ଟା ରେଫର କରିକି ଇନକମ୍ ଜେନେରେଟ୍ କରିପାରିବେ। କିଛି ଅସୁବିଧା ନାହିଁ। ତ ଏଇଟା ଥିଲା ଡିଟେଲ୍ସ। ତ ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ଠିକ୍ ଅଛି? ରହିଲି, ଜୟ ଜଗନ୍ନାଥ।